ନା ସେଇଠୁ ବଢ଼ିବ। ସେ ଯେଉଁ ଭି ହେଇଛି ସେ ଭିଠୁ ବଢ଼ିବ। ଆହୁରି ତଳକୁ। ଉପରଟା ଆଉ ଟିକେ ବଢ଼ାଅ ସେ ହାଫ୍ ଇଞ୍ଚ ପାଖରେ। ହୁଁ ହୁଁ ଆହୁରି ଆହୁରି ଉପରକୁ ଯିବ ଆହୁରି। ସେଇଟା ଠିକ୍ ଅଛି ମାନେ ଷ୍ଟାର୍ଟିଂ ଠିକ୍ ଅଛି। ସେଟା ଆଣି ମିଶାଅ। ସେଇଟା ବହୁତ ବଢ଼ିଗଲା ସେଇ କଣଟା। ସେ ଲୋଡ଼ା ଯୋଉଠି ଲେଖା ହେଇଛି। ହୁଁ ହୁଁ ସେ ଟିକେ ତଳକୁ ବାସ୍ ହଁ ବାସ୍। ସେଇଟା ବି ଆଉ ବି ଡୋର ଡଟ୍ଟା ବି ସେଇଠି ବଢ଼ିଗଲା। ଡୋର ଡଟ୍ ପାଖରେ ବି ବଢ଼ିଗଲା। ସେ ଆଉ ଟିକେ ସେ ଯେଉଁ ଯେତିକି କରିଛ ତା ମଝିରେ ସର୍କଲଟା ଦିଅ ବାସ୍। ବାସ୍ ସେଇଟା ଠିକ୍ ଅଛି। ସେଇଟା ସର୍କଲ୍ ହେଇକି ଆସିବ। ଏଇ ଯେଉଁ ତଳକୁ ସେ ଗାରଟା ଦେଇଛ ନାଇଁ 1.5 ଇଞ୍ଚଟା ତଳକୁ ଦେଇଛ। ହଁ ନା ତାର ମାପଟା ଜାଣିବା ପାଇଁ ସେ ତା ଲାଇନ୍ଟା ଇଆଡ଼କୁ ଟାଣ ତା ଲାଇନ୍ଟା ତଳକୁ ଟାଣ କାଗଜର ଲାଇନ୍ଟା। ହୁଁ ଖଡ଼ିରେ ଖଡ଼ିରେ ସରି ପେନ୍ରେ। ଆଉ ସେ ତଳ ଲାଇନ୍କୁ ବି ତଳକୁ ଯାଅ ଏପଟ ସର୍କଲ୍ ଲାଇନ୍ଟା। ହୁଁ ସେଟା ନା ତଳକୁ ସିଧା ଯେଉଁ ଆମର ସର୍କଲ୍ଟା ଯେଉଁ ହେଇଥିଲା ବାସ୍ ହଁ ସିଆଡ଼କୁ। ବାସ୍ ତାପରେ ତାର ମଝି ଗାରଟା ହେଉଛି 1.5 ଇଞ୍ଚ। ହଁ ନା ନା ସେଇଟା ମାପ ଦରକାର ନାହିଁ ଗାରଟା ଗୋଟେ ପକାଅ ସେଇ ଗାରରେ 1.5 ଇଞ୍ଚ। ସେଇଟା ନାହିଁ ସେଇ କଣରୁ ମଝି ଗାରଟା ପକାଅ। ହୁଁ ତା ମଝି ଲାଇନ୍ଟା ହେଉଛି 1.5 ଇଞ୍ଚ। ହୁଁ ସେଇଠି ତ ବାସ୍ ସେଇଠି ଯେଉଁଠି 1.5 ଇଞ୍ଚ ହେଉଛି ସେଇଠି ଆମର ସର୍କଲ୍ଟା ହେବ। ସେଇଠି ବାସ୍ ତଳ ଲାଇନ୍ଟା ଆଉ ଟିକେ ବଢ଼ିବ। ହୁଁ ସେଇଗୁଡ଼ା ହଁ ସେଇ ଜାଗାଠୁ ଟିକେ ବଢ଼ି ବଢ଼ିକା ଆସିବ। ଏତେ ତଳକୁ ନାହିଁ ବଢ଼ିଯାଉଛି। ଉପରକୁ ଉଠାଅ ସେଥିରେ ମିଶାଅ ବାସ୍ ବାସ୍ ସେଥିରେ ମିଶାଇ ଦିଅ ବାସ୍ ହେଇଗଲା। ବାସ୍ ହୁଁ ତୋର 1.5 ଇଞ୍ଚ ତମ 1.5 ଇଞ୍ଚ କେଉଁଠି ମାପିଲ ଦେଖି। ହୁଁ ସେ ଲମ୍ବା ଗାରଟା 1.5 ଇଞ୍ଚ କେଉଁଠି? ସେଇଠି ତ ସେଇଠି ଆସି ମିଶିବ।